ॐ सहना भवतु सहनौ भुनक्तु सह वीर्यं करवावहै तेजस्विनावधीतमस्तु मा विद्विषावहै। ॐ शान्तिः शान्तिः शान्तिः। गुरुर्ब्रह्मा गुरुर्विष्णुः गुरुर्देवो महेश्वरः गुरुरेव परं ब्रह्म तस्मै श्रीगुरवे नमः। समस्तजनकल्याणे निरतं करुणामयं नमामि चिन्मयं देवं सद्गुरुं ब्रह्मविद्वरं सद्गुरुं ब्रह्मविद्वरम्। हरिओम। नूतन वर्षर ସମସ୍ତଙ୍କୁ ଅଭିନନ୍ଦନ ଆଣ୍ଡ ମମତାକୁ ମଧ୍ୟ ବର୍ତ୍ତମାନ ଆରମ୍ଭ କରିବା। ଇଏ ସ୍ପେଶିଆଲି ଫିଲୋସଫି କ୍ଲାସ୍, ଦର୍ଶନର କକ୍ଷା, ଚିନ୍ତନ ଏବଂ ମନନର ବିଷୟ। ଆମେମାନେ ବର୍ତ୍ତମାନ ଯେଉଁ ଟପିକ୍ ଚାଲିଛି, ଷଷ୍ଠ ଅଧ୍ୟାୟ ଚିତ୍ରଦୀପ ପ୍ରକରଣର 78 ଶ୍ଲୋକ ପର୍ଯ୍ୟନ୍ତ ଆମେ ଯାଇଥିଲେ। ସେଇଠି ବିଦ୍ୟାରଣ୍ୟ ସ୍ୱାମୀଜୀ ଦର୍ଶନର ସିଦ୍ଧାନ୍ତ ଆତ୍ମା ବିଷୟରେ କ'ଣ କିଏ ଭାବୁଛନ୍ତି, ଆତ୍ମା ବିଷୟରେ କ'ଣ କିଏ ସିଦ୍ଧାନ୍ତ ଅପନୀତ ହେଉଛନ୍ତି, ତାହା ଗୋଟେ ଗୋଟେ କରିକି ବୁଝାଉଛନ୍ତି। ଯଦ୍ୟପି ଏହି ପ୍ରସଙ୍ଗ ଆମମାନେ ବେଦାନ୍ତ ସାରରେ ନେଇଥିଲେ, ଲକିଲି ବେଦାନ୍ତ ସାରରେ ମୁଁ ଆପଣମାନଙ୍କୁ ଓଡ଼ିଆରେ ବି ନେଇଛି ଲଗଭଗ 68-69 କ୍ଲାସେସ୍, ଏବଂ ବର୍ତ୍ତମାନ ହିନ୍ଦୀରେ ବ୍ରହ୍ମଚାରୀମାନଙ୍କୁ ମୁଁ 40 କ୍ଲାସେସ୍ ନେଇଥିଲି। ତ ନିଶ୍ଚୟ ହିଁ ଆପଣମାନଙ୍କ ପାଇଁ ମୁଁ ଡିଟେଲ୍ ନେଇଛି, ସେମାନଙ୍କ ପାଇଁ ଟିକେ କମ୍ ନେଇ ଜଣାପଡ଼ୁଛି, ତେବେ ଯାଇକି 40ରେ କମ୍ପ୍ଲିଟ୍ କରିବାକୁ ପଡ଼ିଲା। ତ ସେତେବେଳେ ମଧ୍ୟ ଆମେ ଦର୍ଶନ ଉପରେ ବିଚାର କରିଥିଲେ। ସିଷ୍ଟମାଟିକ୍ ବେଦାନ୍ତ ସାରରେ ସ୍ୱାମୀ ସଦାନନ୍ଦଜୀ ଭଲ ଭାବରେ ବଢ଼ିଆରେ ଲେଖିଥିଲେ। ବର୍ତ୍ତମାନ ତାଠୁ ଅଧିକ ପଞ୍ଚଦଶୀରେ ବିଦ୍ୟାରଣ୍ୟ ସ୍ୱାମୀଜୀ ଲେଖୁଛନ୍ତି। ଜାଣିବା ଦୃଷ୍ଟିରୁ ମୁଁ କହିଦେଉଛି, 6 ଆସ୍ତିକ ଦର୍ଶନ ଏବଂ 6 ନାସ୍ତିକ ଦର୍ଶନ। ଏଗେନ୍ ମୁଁ କହିଦେଉଛି, ଆସ୍ତିକର ଅର୍ଥ 3ଟା। ଗୋଟିଏ ହେଉଛି ଆସ୍ତିକ ଅର୍ଥ ଭଗବାନଙ୍କୁ ସ୍ୱୀକାର କରିବା, ନାସ୍ତିକ ଅର୍ଥ ଯେ ଭଗବାନଙ୍କୁ ସ୍ୱୀକାର କରିବା ନାହିଁ, ଯିଏ ନ କରେ। ପ୍ରାୟ ବ୍ୟବହାରରେ ଆସ୍ତିକ ନାସ୍ତିକ ଏଇ ପ୍ରସଙ୍ଗରେ ବ୍ୟବହାର ହୁଏ। କିନ୍ତୁ ତୁ ନାସ୍ତିକଟା କି ମନ୍ଦିର ଯାଉନୁ, ତୁ ନାସ୍ତିକଟା କି ଆଜି ପୂଜା କରୁନୁ, ଏମିତି ବ୍ୟବହାରରେ ହୁଏ। ତ ଭଗବାନଙ୍କୁ ସ୍ୱୀକାର କରିବା ଓ ନ କରିବା ଉପରେ କଥା ରହେ ପ୍ରସଙ୍ଗ। ସେକେଣ୍ଡ ଆସ୍ତିକ ନାସ୍ତିକ ବ୍ୟବହାରରେ ଲୋକମତରେ ଚାଲେ ଧର୍ମ ଉପରେ। ଯିଏ ଧର୍ମକୁ ସ୍ୱୀକାର କରେ ସେ ଆସ୍ତିକ, ଯିଏ ଧର୍ମକୁ ସ୍ୱୀକାର ନ କରେ ସେ ନାସ୍ତିକ। ଏଇ ରୂପରେ ମଧ୍ୟ ବିଚାର କରାଯାଏ। ହେଲା, ଆଚ୍ଛା, ଇଏ ଗଲା 2ଟା। रियली 3 नंबर जो अर्थ लिया जाए, आस्तिक अर्थ वेद को जो स्वीकार करे, वेद निंदक नास्तिक। वेद को जो निंदा करे सी नास्तिक, वेद को जो स्वीकार करे नहीं से नास्तिक, और जो वेद को स्वीकार करे सी आस्तिक। दर्शन रे ए 3 नंबर अर्थ ही लिया जाए। धर्म रे लोकमत वेदमत आदि रे अलग अलग प्रसंग नियाजाए। जिते मान्यता आसी जाए भगवान को मानिबाटा, जमते धर्म और विज्ञान रे कहा जाए, धर्म उसको कहते हैं जो मानकर चलता है, और विज्ञान उसको कहते हैं जो चलकर मानता है। धर्म रे कौन आगो मानिबा तापरे चलिबा, विज्ञान कौन आगो चलो तापरे मानिबा। जदि प्रूव हो गला, प्रमाण हो गला, लॉ ऑफ ऑब्जर्वेशन, थियोरी ऑफ ऑब्जर्वेशन, थियोरी ऑफ इन्फरेंस, देन एक्सपेरिमेंट,
ଦେନ୍ କନକ୍ଲୁଜନ ଚାଲିବ, ତାପରେ ମାନିବା। କନକ୍ଲୁଜନ ମାନେ ମାନିବା। ସେ ଯାହା ହଉ, ଅ, ଏଇଠି ଯୋଉ ବେଦକୁ ସ୍ୱୀକାର ଯିଏ କରନ୍ତି ତ ଛଅଟା ଦର୍ଶନ କୁହାଯାଏ। न्याय दर्शन गौतम ऋषि, वैशेषिक दर्शन कणाद ऋषि, सांख्य दर्शन कपिल, योग दर्शन पतंजलि, कर्म मीमांसा जैमिनी एंड उत्तर मीमांसा वेद व्यास। ये छह जक दर्शन स्वीकार କରୁଛନ୍ତି ବେଦକୁ। ଏବେ ଆସିବ ଏଇଠି ବର୍ତ୍ତମାନ ଏଇ ଟପିକ। ବର୍ତ୍ତମାନ ନାସ୍ତିକକୁ ସେ ପ୍ରଥମ ନେଉଛନ୍ତି। ଏମିତି ନାସ୍ତିକକୁ ଦେଖିଲେ ତିନିଟା ଦର୍ଶନ: ଚାର୍ବାକ ଦର୍ଶନ, ଜୈନ ଦର୍ଶନ एंड बौद्ध दर्शन ହେଲା। ତ କିନ୍ତୁ ବୌଦ୍ଧ ଦର୍ଶନର, ଯେ ବୌଦ୍ଧ ଦର୍ଶନ କହିଲେ ସେଟାକୁ ଚାରି ଭାଗରେ ବିଭକ୍ତ କରାଗଲା: ସୌତାନ୍ତ୍ରିକ, ବୈଭାଷିକ, योगाचार और माध्यमिक। माध्यमिक को कहते शून्यवाद। जो शून्यवाद श्लोक 75 6 रे सब थिला, 75 76 आदि रे ता वर्णन କରାଯାଇଛି। ମୁଁ ରିପିଟ୍ କରୁନି। ଶୂନ୍ୟବାଦ ତା ପୂର୍ବରୁ योगाचार ମାନେ କ୍ଷଣିକ ବିଜ୍ଞାନବାଦ, আর ଅର୍ଥାତ ଆତ୍ମା ପ୍ରତ୍ୟେକ କ୍ଷଣ ମରୁଛି ଯାଉଛି। ବେଷ୍ଟ ଏକ୍ଜାମ୍ପଲ କିଏ ନା ଦୀପ। ଦୀପଟା ଜଳୁଛି, ଉତ୍ପନ୍ନ ହଉଛି। ଆଉ ଗୋଟେ ହଉଛି ପାଣିର ଧାରା, ନଦୀର ଧାରା। ଯୋଉ ପାଣିଟା ଆମେ ଦେଖୁଛୁ ବର୍ତ୍ତମାନ ଛୁଉଁଛୁ, ସେଟା ଗୋଟେ ସେକେଣ୍ଡରେ ଅଲଗା ହେଇଯିବ, ଆଉ ଗୋଟେ ଆସିଯିବ। ତ ଆତ୍ମା ମଧ୍ୟ ସେମିତି ଲକ୍ଷଣ, ପ୍ରତ୍ୟେକ କ୍ଷଣ କ୍ଷଣ ବର୍ଦ୍ଧମାନମ, କ୍ଷଣ ପରିବର୍ତ୍ତନୀୟମ, ଏମିତି ସେମାନେ ମାନୁଛନ୍ତି। କ୍ଷଣିକ विज्ञानवाद। और ये विज्ञानवाद, ये विज्ञान ମାନେ जो ज्ञान संपन्न, ଇଏ ହଉଛି ଆତ୍ମାର ଲକ୍ଷଣ ଏମାନେ କହିଛନ୍ତି। ତ ଚାର ଆଉ ସ୍ୱତାନ୍ତ୍ରିକ ବୈଭାଷିକ ବିଷୟରେ ସ୍ପେଶିଆଲ ବର୍ଣ୍ଣନା ହେଇନି, କାରଣ ଏମାନଙ୍କର ହିଁ ଶାଖା। ବର୍ତ୍ତମାନ ଜୈନ ଧର୍ମ ବିଷୟରେ କହିବେ। ଆଚ୍ଛା ଦେଖନ୍ତୁ, ଜୈନ ଦର୍ଶନ ଏବଂ ଜୈନ ଧର୍ମ ଅଲଗା ଅଲଗା। ଜୈନ ଧର୍ମ କଣ୍ଟ୍ରୋଲ ଉପରେ, ଅହିଂସା ଉପରେ ଏତେ ପ୍ରସିଦ୍ଧ ଯେ ମହାତ୍ମା ଗାନ୍ଧୀକୁ ମଧ୍ୟ ଜୈନ ଧର୍ମ ଭଲ ଲାଗେ। ଏବଂ ଜୈନ ଧର୍ମ ବୌଦ୍ଧ ଧର୍ମ ଧର୍ମ, କାରଣ ବର୍ତ୍ତମାନ ଦର୍ଶନ ଦୃଷ୍ଟିରୁ ଆସ୍ତିକ, ଧର୍ମ ଦୃଷ୍ଟିରୁ ଆସ୍ତିକ ଏବଂ ଭଗବାନ ସ୍ୱୀକାର କରିବା ଦୃଷ୍ଟିରୁ ଆସ୍ତିକ। ଧର୍ମ ଦୃଷ୍ଟିରୁ ଜୈନ ଧର୍ମ ବୌଦ୍ଧ ଧର୍ମରୁ ପୁରାତନ। ମାନେ ଜୈନ ଧର୍ମର ଯୋଉ 24 ତୀର୍ଥଙ୍କର, ତା ବିଷୟରେ ମୁଁ ବର୍ତ୍ତମାନ ବୁଝେଇବି। ପୁରାତନ ଯୋଉ ମହାବୀର ଥିଲେ, ବହୁତ ମାନେ ସିନିୟର ଥିଲେ ବୁଦ୍ଧଦେବଙ୍କ, ସମକାଳୀନ ମଧ୍ୟ କୁହାଯାଏ। କିନ୍ତୁ କୁହାଯାଏ ଇଣ୍ଟରେଷ୍ଟିଂଲି, କୋଉ କୋଉ ଜାଗାରେ ଗୋଟିଏ ଗାଁରେ ବି ଥିଲେ କିନ୍ତୁ ଭେଟି ନାହାନ୍ତି। ସେ ନିଜ ନିଜର ମସ୍ତିରେ ଥାଆନ୍ତି। ତ ସେ ଯାହା ହଉ, ଆମର ସେଇ କଥାକୁ ଆମେ ବିଚାର କରିବା ଆବଶ୍ୟକ ନାହିଁ। ତ ଜୈନ ଧର୍ମ ଯେତେବେଳେ କହୁଛନ୍ତି, ଧର୍ମର ବହୁତ ନିୟମ ଅଛି, ସେମାନଙ୍କର ପାଳନ କରନ୍ତି, ମହାବ୍ରତ, ଅନୁବ୍ରତ, ଏବଂ ଯେମିତି ଆମର ହିନ୍ଦୁ ଧର୍ମରେ ପଞ୍ଚୁକ ଆଦି ସବୁ ବର୍ଣ୍ଣନା ଅଛି, ତାଙ୍କର ମଧ୍ୟ ମାନାଯାଏ। ହଁ, ଯେମିତି ମୁସଲମାନ ଧର୍ମରେ 40 ଦିନର ସେ ବର୍ଣ୍ଣନା ଅଛି ରୋଜା, ସେମିତି ଜୈନ ଧର୍ମରେ ମଧ୍ୟ ମାନାଯାଏ। ଯାହା କିଛି ମୁଁ ଟିକେ ଟିକେ ରାଞ୍ଚିରେ ଥିଲି, ଟିକେ ଜାଣିଥିଲି, ଗୋଟେ ଦିଟା ଆଟେଣ୍ଡ ବି କରିଥିଲି କନଫରେନ୍ସ। ଆଉ ଯେତେବେଳେ ସ୍ୱାମୀଜୀ ବାବା ମାନେ ଆସନ୍ତି, ଯାଇକି ଦର୍ଶନ କରିଥିଲେ ଆମ ଆଶ୍ରମ ପାଖରେ। ପଟିଆଲାରେ ବର୍ତ୍ତମାନ ଜୈନ ମୁନି, ଯେ ସ୍ତ୍ରୀ ସାଧ୍ୱୀ ମାନେ, ସେମାନେ ପେଦଲ ଯାଆନ୍ତି ତାଙ୍କର ଯୋଉ ଚାତୁର୍ମାସ୍ୟ ସମୟରେ। ସେ ସେମାନେ ଗୋଟେ ରାତି ଏଇଠି ରହିଯାଆନ୍ତି ଆମ ଆଶ୍ରମରେ। ତ ସେଥିପାଇଁ ମୁଁ ଟିକେ ଜାଣିଛି ସେମାନଙ୍କ ବିଷୟରେ। ଏବେ ରିସେଣ୍ଟଲି ମାସଟେ ପୂର୍ବରୁ ମୁଁ ଆମର ଦିନେଶ ସହିତ ଯାଇଥିଲି ଗୋଟେ 50 କିଲୋମିଟର ଦୂର ଗୋଟେ ଜୈନ ମନ୍ଦିର, ବହୁତ ପ୍ରସିଦ୍ଧ, ତାଙ୍କର ତୀର୍ଥ ମାନାଯାଏ। ତ ଏଇଆ ଧର୍ମ ଦୃଷ୍ଟିରୁ ବହୁତ ପ୍ରସିଦ୍ଧତା ଅଛି। ଅନେକ ମହାପୁରୁଷ ମାନେ ଆମର ଭାରତର ହଉ, ସେମାନେ ଜୈନ ଧର୍ମ ଅବଲମ୍ବନ ବି କରନ୍ତି, ପସନ୍ଦ ବି କରନ୍ତି। ହୁଁ। ଏବେ ଭେନେଜୁଏଲାର ଯୋଉ ମାରୁଦ ଅଛି, ଯୋଉ ପ୍ରେସିଡେଣ୍ଟ ତାଙ୍କରି ଦ୍ୱାରା ଗିରଫତାର ହେଇଛନ୍ତି,
କୁହାଯାଏ ସେ ଭାରତ ଆସିଛନ୍ତି ଏବଂ ସତ୍ୟ ସାଇ ବାବାଙ୍କର ପରମ ଭକ୍ତ। ସତ୍ୟ ସାଇ ବାବାଙ୍କ ସହିତ ଫଟୋ ବି ତାଙ୍କୁ ଦେଖାଯାଉଛି ହେଲା। ତ ପୂର୍ବ ଜନ୍ମର ଜୀବାତ୍ମା କର୍ମ ନେଇକି କାହାକୁ କୋଉଟା ଭଲ ଲାଗେ, କ୍ଲିୟର। ଜୈନ ଧର୍ମ ପରେ ବୌଦ୍ଧ ଧର୍ମର ଆମ୍ବେଦକର ନିଜେ ହେଲେ ଏବଂ ଅନେକ ବୌଦ୍ଧ ଧର୍ମ ଅବଲମ୍ବନୀ ଅଛନ୍ତି। ଠିକ। ତ ବର୍ତ୍ତମାନ ସେ ଜୈନ ଧର୍ମ ଉପରେ କହିବା ପାଇଁ ଯାଉଛନ୍ତି। ମୁଁ ଯାହା ପଢୁଥିଲି ଏମିତି 5-6ଟା ଶ୍ଲୋକ ଗୋଟେ ଦିନ ନେବା ତାହା ସମ୍ଭବ ନୁହଁ। ଯଦି ଶ୍ଲୋକକୁ କମ୍ପ୍ଲିଟ କରିବା ଦୃଷ୍ଟିରୁ ଯିବା, ବହୁତ ଜିନିଷ ଛାଡି ହେଇଯିବ। ତ ଏଇ ବାହାନାରେ ତ ଏଇ ଜ୍ଞାନ ପ୍ରାପ୍ତ ହବ ନା ଅନ୍ୟ ଦର୍ଶନ ବିଷୟରେ। ହାଲାକି ବେଦାନ୍ତ ସାରରେ ମୁଁ କହିଥିଲି, ଗୋଟେ ଗୋଟେ ଟପିକ ବି ଗୋଟେ ଗୋଟେ ଘଣ୍ଟାରେ ଗୋଟେ ଗୋଟେ ଦର୍ଶନ ଉପରେ କହିଥିଲେ। କିନ୍ତୁ ଅନଭ୍ୟାସ ଶାସ୍ତ୍ରମ୍ ବିଷମ୍। ଯଦି ଆମେ ଶାସ୍ତ୍ରକୁ ଅଭ୍ୟାସ ନ କରିବା, ସିଏ ବିଷୟ ଭଳିଆ କିଛି ଲାଭ ହବନି, ୟୁଟିଲିଟି ଭ୍ୟାଲ୍ୟୁ ରହିବନି। ତେଣୁ ଏ ପଞ୍ଚଦଶୀ ମାଧ୍ୟମରେ ଆମେ ଜୈନ ଦର୍ଶନ ବିଷୟରେ ମଧ୍ୟ ବିଚାର କରିପାରିବା ହେଲା। ତ ଚାଲନ୍ତୁ 78ରେ ଯେତେବେଳେ ଶୂନ୍ୟବାଦ ସରିଗଲା, ଅନ୍ୟ ବିଜ୍ଞାନମୟ ଆନନ୍ଦମୟ ଅନ୍ତରଃ अस्ति इति उपलब्धव्य इति वैदिक दर्शनात्, ये 77ରେ ଥିଲା। କଠୋପନିଷଦରେ ମଧ୍ୟ ବର୍ଣ୍ଣନ ରହିଛି। ଏବଂ ବିଜ୍ଞାନମୟ କୋଶରୁ ଆନନ୍ଦମୟ କୋଶ ଆତ୍ମା, ଇଏ ପ୍ରଭାକର ଭଟ୍ଟ ଏବଂ କୁମାରିଲ ଏମାନେ ମାନୁଛନ୍ତି ଏ ବିଷୟରେ କି ଏମାନେ ଯୋଉ ଆତ୍ମା ହଉଛି ये आनंदमय कोश एंड आत्मा अज्ञान विशिष्ट चैतन्य होची आत्मा। तो ये कर्म मीमांसा लोक जैमिनीଙ୍କର ତାଙ୍କର ହିଁ ଦୁଇଟା ପ୍ରମୁଖ ଶିଷ୍ୟ ଥିଲେ। ଦେଖାଯାଏ ତ କୁମାରିଲ ଭଟ୍ଟଙ୍କର ହିଁ ଶିଷ୍ୟ ଥିଲେ ପ୍ରଭାକର। ଇଏ କୁମାରିଲ ଭଟ୍ଟ ଯିଏ କର୍ମକାଣ୍ଡ ଥିଲେ, କାହାଣୀ ତ ପତା ମନେ ଥିବ କି ବୌଦ୍ଧ ଦର୍ଶନ ଶଙ୍କରାଚାର୍ଯ୍ୟ ପୂର୍ବରୁ ବହୁତ ପ୍ରବଳତା ଥିଲା। ଅନେକ ରାଜା ମାନେ ବୌଦ୍ଧ ଦର୍ଶନରେ ଅନୁୟାୟୀ ହେଇଯାଉଥିଲେ। ଆଚ୍ଛା, ବୌଦ୍ଧ ଦର୍ଶନରେ କାହିଁକି ହଉଥିଲେ? ମୁଁ ଯଦିଓ କିଛି ଦିନ ପୂର୍ବରୁ ବିଜ୍ଞାନମୟ କୋର୍ସ ବୌଦ୍ଧ ଦର୍ଶନ ବିଷୟରେ କିଛି କହିଛି, ତ ଏଇ ପ୍ରସଙ୍ଗଟାକୁ ଭଲ ଶୁଣନ୍ତୁ, ଜାଣନ୍ତୁ କାହିଁକି ହଉଥିଲେ। ଏକ ତ ହିନ୍ଦୁ ଧର୍ମରେ ଅନେକ ପୂଜା ପାଠ ରହିଛି ଏବଂ ଧୀରେ ଧୀରେ ଅନେକ ଅନ୍ଧବିଶ୍ୱାସ ପଳେଇ ଆସିଲା। ମନ୍ଦିର ତିଆରି କରିବା, ପୂଜା କରିବା ବହୁତ ଅର୍ଥବହୁଳ ରହୁଥିଲା ଏବଂ ଭୂତ ପ୍ରେତାତ୍ମା ଦେବତା ଯଜ୍ଞ ଆଦି ବି ପ୍ରସଙ୍ଗ ବହୁତ ରହିଥାଏ। ତେଣୁ ରାଜା ମାନଙ୍କୁ ମଧ୍ୟ ଏସବୁ କରିବା ପାଇଁ ପସନ୍ଦ ରହୁନଥିଲା। ରାଜା ମାନଙ୍କର ମୁଖ୍ୟତଃ ରାଜଶାସନରେ ବ୍ୟସ୍ତ ରହୁଥିଲେ ଏବଂ ଭୋଗରେ ବ୍ୟସ୍ତ ରହିବା ଯୋଗୁଁ ଟିକେ ଅଳସୁଆ ପ୍ରବୃତ୍ତି ରହୁଥିଲା। ସକାଳୁ ସକାଳୁ ଉଠିକି ଏସବୁ କରିବା ପାଇଁ ମଧ୍ୟ ତାଙ୍କର ମନ ପ୍ରବୃତ୍ତି ନଥିଲା। ରାଣୀମାନେ ଯୋଉମାନେ କରୁଥିଲେ, ସେମାନଙ୍କୁ ବନ୍ଦ ବି କରାଇ ଦେଉଥିଲେ ଓ କେଉଁଙ୍କୁ ଅନୁମୋଦନ ବି କରାଉଥିଲେ। ତେଣୁ ଏମାନଙ୍କୁ ବୌଦ୍ଧ ଦର୍ଶନ ସ୍ୱୀକାର କରିବା ପାଇଁ ବହୁତ ସୁବିଧା ହେଇଗଲା। ରାଜାମାନଙ୍କୁ ପୂଜା କରିବାକୁ ପଡ଼ିବନି, ମନ୍ଦିର ତିଆରି କରିବାକୁ ପଡ଼ିବନି। ନିଜେ ବୌଦ୍ଧ ହେଇଗଲେ ଆଉ ହିନ୍ଦୁମାନେ ବ୍ରାହ୍ମଣ ମାନେ ଯାଇପାରିବେନି, ଆରେ ରାଜା ତ ବୌଦ୍ଧ, ଇଏ କଣ ଆମ ପାଇଁ ମନ୍ଦିର କରିବ ହେଲା। ଏବଂ ଆଉ ଗୋଟେ ରହିଛି ତନ୍ତ୍ର। ବୌଦ୍ଧ ଦର୍ଶନରେ ତନ୍ତ୍ର ରହିଛି। ମୁଁ ବର୍ତ୍ତମାନ ସେପ୍ଟେମ୍ବରରେ ସିଦ୍ଧବାଡ଼ି ଯାଇଥିଲି। ବୌଦ୍ଧ ଧର୍ମର ଆମ ଆଶ୍ରମରୁ ମାତ୍ର 2 କିଲୋମିଟରରେ କର୍ମପା ଅଛି। ତାପରେ ଆଉ ଟିକେ 4-5 ନାର୍ଲେଲା ବୋଲି କୁହାଯାଇଛି। ସେଇଠି ଛୋଟ ଛୋଟ ପିଲାମାନେ ସବୁ ଶିଖୁଛନ୍ତି। ତନ୍ତ୍ର ବିଦ୍ୟା ଅଛି, ତନ୍ତ୍ର ସ୍କୁଲ ଅଛି। ତାମାନେ ସେମାନେ ବି ତନ୍ତ୍ରରେ ଏବେ ମଧ୍ୟ ରହିଛି, ପଢୁଛନ୍ତି, ଅଧ୍ୟୟନ କରୁଛନ୍ତି। ସେ ସମୟ ତ ଥିଲା ତନ୍ତ୍ର। ନାଗାର୍ଜୁନ ଆଦି, ନାଗାର୍ଜୁନ ବୌଦ୍ଧ ଧର୍ମର ବହୁତ ପ୍ରସିଦ୍ଧ ଥିଲେ। ସେ ତନ୍ତ୍ର ବିଦ୍ୟାକୁ ମଧ୍ୟ ପ୍ରସିଦ୍ଧ କରାଇଛନ୍ତି।
तो एणु ये तंत्र विद्यार इंटरेस्ट रोथले राजा माने तंत्र विद्या जानिकी शिखिबा पई ସେଥିପାଇଁ ମଧ୍ୟ ବୌଦ୍ଧ ଧର୍ମ ଅବଲମ୍ବନ କରୁଥିଲେ। ଶଙ୍କରାଚାର୍ଯ୍ୟ ଯେତେବେଳେ ଆସିଲେ ସିଏ ହିଁ ବୌଦ୍ଧ ଧର୍ମକୁ ଖଣ୍ଡନ କରାଇଲେ ଏବଂ ସାରା ଭାରତ ବର୍ଷ 3 ଥର ବୁଲିଲେ, ପରିଭ୍ରମଣ କରାଇଲେ ଏବଂ ସମସ୍ତ ରାଜାଙ୍କୁ ବୌଦ୍ଧ ଦର୍ଶନରୁ ହିନ୍ଦୁ ଧର୍ମରେ ଆଉଥରେ ପରିଗଣିତ କରାଇଲେ। ଅନେକ ମନ୍ଦିର ଉଦ୍ଧାର କରାଇଲେ, ପୁନରୁଦ୍ଧାର କରାଇଲେ, ରିନୋଭେସନ କରାଇଲେ। ବଦ୍ରିନାଥ କେଦାରନାଥର କଥା ମଧ୍ୟ ସେମିତି ରହିଛି। ଶଙ୍କରାଚାର୍ଯ୍ୟ ସେଇ ଯୋଉ କୁଣ୍ଡ ଥିଲା ସେ କୁଣ୍ଡ ଭିତରକୁ ଯାଇକି ବଦ୍ରିନାଥ ଭଗବାନଙ୍କୁ ଉଦ୍ଧାର କରିଛନ୍ତି। ତ ଇଏ ହଉଛି କଥା। ତ ଇଏ ଯୋଉ ଜୈନ ଧର୍ମର ଫିଲୋସଫି କଣ, ଧର୍ମ ମାନେ ଦର୍ଶନ। କେବେ ମୁଁ ଧର୍ମ ଯେତେବେଳେ କହୁଥିବି ସେତେବେଳେ ଆପଣ ଦର୍ଶନ ହିଁ ଭାବିବେ ବର୍ତ୍ତମାନ ପ୍ରସଙ୍ଗରେ। ଆଚ୍ଛା, ଜୈନ ଧର୍ମର ଏତେ ପ୍ରସିଦ୍ଧତା କି ୱାର୍ଲଡରେ ହିନ୍ଦୁ ଫୁଡ ନ ହେଇକି ଜୈନ ଫୁଡ ପ୍ରସିଦ୍ଧ ହେଇଗଲା। ଫ୍ଲାଇଟ୍ରେ ମଧ୍ୟ ଆପଣ ଯେଉଁମାନେ ଟିକେ ଫ୍ଲାଇଟ୍ ବିଷୟରେ ଜାଣିଛନ୍ତି ଲେଖିବେ, ଲେଖା ହେଇଥିବ ନନ୍ ଭେଜ୍, ଭେଜ୍। ଆଜିକାଲି ଲେଖା ହେଉଛି ହିନ୍ଦୁ ଫୁଡ ଏବଂ କିନ୍ତୁ ଜୈନ ଫୁଡ। ଆଚ୍ଛା, ହିନ୍ଦୁ ଫୁଡରେ ପିଆଜ ରସୁଣ ଏଲାଉଡ୍, जो वैष्णव अलग କଥା। ତ ଜୈନ ତ ସେମାନେ ପିଆଜ ରସୁଣ ବି ଖାଆନ୍ତିନି, ସେଥିପାଇଁ ଜୈନ ଫୁଡ କୁହାଯାଏ। ମୋର ବି କିଛି ଟିକଟ ହଉଥିଲା, ମୁଁ କହିଲି ଆରେ ଟିକେ ଲେଖିଦିଅ ତ ଜୈନ ଫୁଡ। ଏଣୁ ଏତେ ପ୍ରସିଦ୍ଧ ହେଇଗଲା ୱାର୍ଲଡରେ। ମାନେ ଇଣ୍ଡିଆ ଫୁଡ ନ ହୋଇକି ହିନ୍ଦୁ ଫୁଡ ପରେ ଆସିଲା ଜୈନ କମ୍ପେୟାର ଟୁ ଜୈନ। କାରଣ ଜୈନରେ ରେଷ୍ଟ୍ରିକ୍ସନ କ'ଣ ରହିବ? ଆଳୁ ଆଦି ଯୋଉ ମାଟି ଭିତରେ ଅଛି, ଟମାଟୋ ମଧ୍ୟ ଖାଇବେନି, କ'ଣ କ'ଣ ତାଙ୍କର ସବୁ ନିୟମ ଅଛି। ତ ବହୁତ ଜିନିଷ ଭେଜିଟେବଲ୍ସ କଟ୍ ହେଇଯାଉଛି। ତ ଏବଂ ଆର ଅଲଗା ରେସିପିରେ ତିଆରି ହବ। ତ ସେଥିପାଇଁ ଏଗେନ୍ ଜୈନ ଫୁଡ ଅଲ୍ଟରନେଟିଭରେ ନାଁ ରଖାଗଲା ହିନ୍ଦୁ ଫୁଡ। ସେ ଯାହା ହଉ, ମୁଁ ଜଷ୍ଟ କହୁଛି କି ଜୈନ ଧର୍ମର ଏତେ ବ୍ୟାପକତା ଫୁଡ ବିଷୟରେ, ବ୍ରତ ବିଷୟରେ, ସାଧନା ବିଷୟରେ, ବହୁତ ନୀତି ନିୟମ। ଆମେ ବର୍ତ୍ତମାନ ଦର୍ଶନ ବିଚାର କରିବା। 78 ଶ୍ଲୋକରେ କହିଛନ୍ତି, ଦେଖୁନ, ଆତ୍ମାକୁ ଜୈନ ଦର୍ଶନ ପ୍ଲସ୍ ବୈଷ୍ଣବ ଦର୍ଶନ କିଛି କ'ଣ ମାନୁଛନ୍ତି ଏହା କହୁଛନ୍ତି। 78 ପଢିବା। ଅଣୁ ମହାନ ମଧ୍ୟମ ବେତେ अणुर्महन्मध्यमो वेति अपीबा अप- अ- वेति अवन्तत्रापि वादिनः एवं तत्रापि वादिनः बहुधा विवदन्ते हि श्रुतिः बहुधा विवदन्ते हि श्रुति युक्ति समाश्रयात्। युक्ति समाश्रयात्। ଦେଖ, ଆତ୍ମାକୁ କିଛି ଲୋକ ଏ ପ୍ରତିଜ୍ଞା ବାକ୍ୟ କରିଦଉଛନ୍ତି କି ମୁଁ ଏଇ ଟପିକକୁ ନଉଛି, ଏବଂ ଆତ୍ମାକୁ କିଛି ଲୋକ ଅଣୁ ଭାବୁଛନ୍ତି। ଅଣୁ ମାନେ ସୂକ୍ଷ୍ମ। ତ ଭଲ, ତ ବେଦାନ୍ତ ମଧ୍ୟ ଅଣୁ ମାନୁଛି, ଉପନିଷଦରେ ବି ଅଛି। ହଁ, ଠିକ ଅଛି, ସିର୍ଫ ଅଣୁ ମାନୁଛୁ, କିନ୍ତୁ ଅଣୁ ମାନୁଛନ୍ତି କୋଉ ହିସାବରେ ଅଛି ଓ ବିଜ୍ଞାନ ଆମର ଯୋଉ ମଡର୍ଣ୍ଣ ସାଇନ୍ସ ନା, ସେ ଅନୁସାରେ ସେମାନେ ମାନୁଛନ୍ତି। ସ୍ମଲେଷ୍ଟ ପାର୍ଟିକଲ ପରମାଣୁ, ଅଣୁ ମାନେ ଏଠି ପରମାଣୁ ରୂପରେ ମାନୁଛନ୍ତି। ଆଉ କେତେ ଜଣ ମଧ୍ୟମ, ଶ୍ଲୋକ ଦେଖନ୍ତୁ, ମହାନ, ଆଉ କେତେ ଜଣ ମହାନ ମାନୁଛନ୍ତି। ହଁ, ଆଉ କେତେ ଜଣ ମଧ୍ୟମ ପରିମାଣ। ଇଏ ମଧ୍ୟମ ପରିମାଣ କ'ଣ? ଗୋଟେ ହେଲା ଅଣୁ ମାନୁଛନ୍ତି, ଆଉ କେତେ ନେଇ ମହାନ, ସବୁଠାରୁ ବଡ। ନା, ଇଏ ବି କଠୋପନିଷଦରେ ଅଛି, ଅଣୁ ଅଣୋରଣୀୟାନ ମହତୋ ମହୀୟାନ ଅଛି। ତ ଭଲ କଥା। ତ ନା, ସେମାନଙ୍କର ଯୋଉ କନସେପ୍ଟ, ଶବ୍ଦଟା ହେଇଗଲେ ଉପନିଷଦର ଯୋଉ କନସେପ୍ଟ ଅଲଗା। ଆଚ୍ଛା, ନା, ହଁ। ଆଉ ଜୈନ ଦର୍ଶନ ସେମାନେ ମଧ୍ୟମ ପରିମାଣ ମାନୁଛନ୍ତି ଆତ୍ମାକୁ। ଇଏ କ'ଣ ନା, ମଧ୍ୟମ ପରିମାଣର ଅର୍ଥ ନା ଶରୀରକୁ ନେଇକି ଆତ୍ମା। ଶରୀରକୁ ନେଇକି ଆତ୍ମା ମାନେ
ଚିଣ୍ଟି ଯୋଉ ପିମ୍ପୁଡି ଶରୀରରେ ଆତ୍ମା ପିମ୍ପୁଡି ଭଳିଆ, ଆଉ ହାତୀ ଶରୀରରେ ଆତ୍ମା ହାତୀ ଭଳିଆ। ତାକୁ କୁହନ୍ତି ମଧ୍ୟମ ପରିମାଣ। ଯେ ଅନୁସାରେ ସେ ହବ, ସେ ଅନୁସାରେ ଶରୀର ଯେ ଅନୁସାରେ ସେ ଆତ୍ମା ପ୍ରବେଶ କରେଇ ଦଉଥିବ। ଆଚ୍ଛା, ଏମିତି ନା? ହଁ। ତ କିଛି ଲୋକ ବିଭୁ ମାନନ୍ତି, ବିଭୁ ମାନେ ମହାନ। ତ ଏଇ ବାଦି ଅନେକ ବର୍ଣ୍ଣନା ଅଛି, ଗ୍ରନ୍ଥରେ କୁହାଯିବ। ଏଇଟା 78ରେ ସେ ପ୍ରତିଜ୍ଞା କରାଇଲେ କି ଏମିତି ତିନି ପ୍ରକାର ମୁଖ୍ୟତଃ ରହିଛି। ମୁଁ ତିନି ପ୍ରକାର ଆତ୍ମାର ସିଦ୍ଧାନ୍ତ ଉପରେ କହିବି। କିଏ ଅଣୁ କହୁଛନ୍ତି, କିଏ ବିଭୁ କହୁଛନ୍ତି, ଏବଂ କିଏ ମଧ୍ୟମ ପରିମାଣ କହୁଛନ୍ତି। ସର୍ବପ୍ରଥମ ସେ ଅଣୁ ପରିମାଣ ବାଲା ମାନୁଛନ୍ତି, ମତକୁ ନିରାକରଣ କରୁଛନ୍ତି। କିଛି ବୈଷ୍ଣବ ସମ୍ପ୍ରଦାୟ ତାଙ୍କ ଅନ୍ତରାଲ କହୁଛନ୍ତି। ଇଏ ଅନ୍ତରାଲ ଶବ୍ଦ କହୁଛନ୍ତି, ଅନ୍ତର ଶବ୍ଦରୁ ଆସିଛି। କିନ୍ତୁ ମୁଁ କିଛି ବହି ପଢୁଥିଲି, ବୈଷ୍ଣବ ରାମାନୁଜାଚାର୍ଯ୍ୟ, ବଲ୍ଲଭାଚାର୍ଯ୍ୟ, ନିମ୍ବାକାଚାର୍ଯ୍ୟ ଆଦି, ସେମିତି ତାଙ୍କୁ ଅନ୍ତରାଲ କୁହାଯାଉଛି ବୋଲି ଅନ୍ୟ କୋଉଠି ପବ୍ଲିଶ କିତାବରେ ଥିବ, ମୋ ପାଖରେ ଯାହା ଅଛି ମୁଁ ପାଇଲିନି। ତ ସେମାନେ କହୁଛନ୍ତି ଆତ୍ମାର ଯୋଉ ସୂକ୍ଷ୍ମ ନାଡିରେ ପ୍ରଚାର ହଉଛି ସିଏ। ତାକୁ ପଢିବା ଆମେ 79। ଅଣୁବଦନ୍ତ୍ୟନ୍ତରାଲାଃ अणुबदन्तन्तरालाः सूक्ष्मनाडी प्रचारतः सूक्ष्मनाडीप्रचारतः रोम्णसहस्रभागेन रोम्णसहस्रभागेन तुल्यासु प्रचरत्ययम्। तुल्यासु प्रचरत्ययम्। अंतराल ଅଣୁହୁಂ ବଦନ୍ତେ, ଆତ୍ମାକୁ ଅନ୍ତରାଲାହ ତାଙ୍କ ନାଁ ଅଛି। ଯେମିତି ବୈଷ୍ଣବାହା ବିଷ୍ଣୁ ଭଗବାନଙ୍କୁ ଯିଏ ମାନନ୍ତି, ପରମ ଆତ୍ମା ହଉଛି ଅଣୁ, ଅନ୍ତର ଭିତରେ ଅଛନ୍ତି ଅନ୍ତର ଆତ୍ମା, ତାଙ୍କୁ ଅନ୍ତରାଲାହ କହନ୍ତି। ଏ ଗୋଟେ ଶବ୍ଦ, ଟେକ୍ନିକାଲ ଶବ୍ଦ। ମାନେ ପଞ୍ଚଦଶିକାର ଅନେକ ସବୁ ସେମାନଙ୍କ ପାଇଁ ନୂଆ ନୂଆ ସବୁ ଟେକ୍ନିକାଲ ଶବ୍ଦ ବ୍ୟବହାର କରୁଛନ୍ତି। ବର୍ତ୍ତମାନ ପାଇଁ ସେମାନେ ନିଜକୁ ନିଜେ ସେ ବ୍ୟବହାର କରୁଛନ୍ତି କି ନାହିଁ, ଏଇଟା ଆମେ ଭିତରେ ପ୍ରବେଶ କଲେ ଜାଣିପାରିବା। ଅନ୍ତରାଲାହ ବୈଷ୍ଣବ ମାନେ, ଅପର ବୈଷ୍ଣବାହ ସେମାନେ ମାନୁଛନ୍ତି। ଇନ୍ ଦି ମିନ୍ ଟାଇମ୍ ये जो ବୈଷ୍ଣବ ସମ୍ପ୍ରଦାୟ, ଟିକେ ଆପଣ ଜାଣି ଦିଅନ୍ତୁ, ମୁଁ ବୁଝେଇ ଦଉଛି। କଣ ବୁଝେଇବେ ଆପଣ? ମୁଁ ଆପଣମାନଙ୍କୁ ବୁଝେଇବି ଆଉ। କଣ ବୁଝାନ୍ତୁ, ଶୁଣ। ଫାର୍ଷ୍ଟ ହଉଛି ଛଅଟା ଯୋଉ ଦର୍ଶନ, ନାସ୍ତିକ ଦର୍ଶନ, ଏ ଯୋଉ ବେଦାନ୍ତ ଦର୍ଶନ, ଉତ୍ତର ମୀମାଂସା ବେଦାନ୍ତ ଦର୍ଶନକୁ ଏଗେନ୍ 6 ଭାଗରେ ବିଭକ୍ତ କରାଯାଇଛି। କମ ଅଧିକ ବି ହେଇପାରନ୍ତେ, କିନ୍ତୁ କାରଣ 6 ଦର୍ଶନ ଅଛି, ସେଇ ଇକ୍ୱେସନରେ 6 ଦର୍ଶନ, 6 ବେଦାନ୍ତକୁ ସ୍ୱୀକାର କରିବା ଲୋକ। ଆଚ୍ଛା, ନମ୍ବର 1, ଯୋଉମାନେ ଟିକେ ଲେଖିବା ପାଇଁ ଚାହୁଁଛନ୍ତି ବି ଲେଖନ୍ତୁ, ଆଉ ଯୋଉମାନେ ପରେ ବି ଶୁଣିକି ଆଉଥରେ ବୁଝିପାରିବେ, ବୁଝନ୍ତୁ। है ना? फर्स्ट होची वेदांतरे जो मूर्धन्य श्रेष्ठ शंकराचार्य। ये जो उत्तर मीमांसा वेदांत दर्शन से होचंती वेदव्यास, हाँ, एवं शंकराचार्य से वेदांत को अद्वैत दर्शन बोली कहले। कहले बाबा वेदांतर अद्वैत दर्शन वर्णना अछि, उपनिषद मध्य अद्वैत दर्शन। ये कहले नहीं, सेमती किसी नहीं, आउरी भी अछंती ना। कौन से कहते नहीं, रामानुजाचार्य कहते विशिष्टाद्वैत। जो रामानुजाचार्य हेले, सी विशिष्टाद्वैत कहते 1000 मसीहार से। पर रामानंदाचार्य, फिर स्वामी नारायण मध्य, जो स्वामी नारायण अच्छा ना अक्षर धाम, तो से माने विशिष्ट द्वैत रामानुजाचार्य संप्रदाय विशिष्ट अद्वैत। फिर द्वैत अद्वैत, द्वैत अद्वैत मैंने व्यवहार द्वैत एवं अनुभव अद्वैत, से होचंद निम्बाकाचार्य। निम्बाकाचार्य है।
फिर द्वैत दर्शन, माधवाचार्य, गौड़ीय संप्रदाय जो आमर इस्कन अछन ना गौड़ीय संप्रदाय ସିଏ ଇସ୍କନ ର ମଧ୍ୟ ଅ, ଦି ଦି ଭାଗରେ ଅଛି। ଉପରୁ ଜଣା ପଡୁନି, ଆମେ କି ଜାଣିପାରୁନୁ। ଯେମିତି ଅ- ଅକ୍ଷୟ ପାତ୍ର, ଅକ୍ଷୟ ପାତ୍ର ଏବେ ରିସେଣ୍ଟଲି ମୁଁ ଫ୍ଲାଇଟ୍ରେ ଆସିବା ବେଳକୁ ଜଣେ ବାବାଙ୍କୁ ଭେଟ ହେଇଥିଲା। ଅକ୍ଷୟ ପାତ୍ରର ରହିବାର ସିଏ ତେଲୁଗୁ, ଆନ୍ଧ୍ରପ୍ରଦେଶ, କିନ୍ତୁ ପୋଷ୍ଟେଡ୍ ଇନ୍ ଭୁବନେଶ୍ୱର ଫୁଲନଖରା। ଅକ୍ଷୟ ପାତ୍ର ଅ, ର ସେ ଫିନାନ୍ସ ଡିପାର୍ଟମେଣ୍ଟରେ ଅଛନ୍ତି। ଫିନାନ୍ସ ମାନେ ରେଡି ଫୁଡ ଆକାଉଣ୍ଟେବିଲିଟି ରେ ଅଛନ୍ତି ସିଏ। ସେ କହୁଥିଲେ ମତେ ରାଉରକେଲାରେ ଅଛି ସେକ୍ଟର 7ରେ, ଭିଲାଇରେ ତ ମୁଁ ନିଜେ ଦେଖିଛି ମଧ୍ୟ, ବାଙ୍ଗାଲୋରରେ ମଧ୍ୟ ମୁଁ ଦେଖିଛି, ଓଡ଼ିଶାର ରାଉରକେଲାରେ ଅଛି, ଭୁବନେଶ୍ୱର and ପୁରୀରେ ଅଛି। କୋଉ କୋଉ ସ୍କୁଲରେ ଦିଆଯାଉଛି, ହସ୍ପିଟାଲରେ ଦିଆଯାଉଛି। ଭୋଜନ ବହୁତ ଭଲ। ସେମାନେ ମାନେ କୋରୋନାରେ ଲଗଭଗ 2 କରୋଡ଼ ଲୋକଙ୍କୁ ଦେଇଛନ୍ତି ସେମାନେ ଡେଲି। ଆଶ୍ଚର୍ଯ୍ୟ, ବହୁତ ଭଲ କାମ କରୁଛନ୍ତି। ଗଭର୍ଣମେଣ୍ଟ ବି ସବସିଡି ଦଉଛି, ଭିଲାଇରେ ଆଦି ସବୁ ଦଉଛନ୍ତି। ସିଏ କହୁଥିଲେ କି ତାଙ୍କର ଯୋଉ ଅକ୍ଷର ପାତ୍ର ଅ, ଅଛି, ଅକ୍ଷୟ ପାତ୍ର, ଅକ୍ଷର ନୁହଁ, ଅକ୍ଷୟ ପାତ୍ର, ଇଏ ଡାଇରେକ୍ଟ ଇସ୍କନର ନୁହଁ। ଆଚ୍ଛା, ତାହେଲେ ନା ଗୌଡୀୟ ସମ୍ପ୍ରଦାୟ, ଗୌଡୀୟ ସମ୍ପ୍ରଦାୟ ସିଏ ଗୋଟେ ଅଲଗା। ସେ ଗୋଟେ ଦକ୍ଷିଣ ଭାରତର କିଏ ଜଣେ ଶ୍ରେଷ୍ଠ ଉଁ, ସିଏ ତିଆରି କରିଛନ୍ତି। କିନ୍ତୁ ଏଇ ଇସ୍କନ ବାଲା ଦେଖୁଛନ୍ତି, ଏ ଅକ୍ଷର ପାତ୍ର ବହୁତ ପ୍ରସିଦ୍ଧ ହେଇଗଲା ଏବଂ ଅ, ଗୌଡୀୟ ସମ୍ପ୍ରଦାୟ ନାଁରେ ସେମାନେ କେସ୍ କରିଛନ୍ତି ତାଙ୍କୁ ସୁପ୍ରିମକୋର୍ଟ। ଆଚ୍ଛା, କି ଇଏ ଅକ୍ଷର ପାତ୍ର ଆମମାନେ ଷ୍ଟାର୍ଟ କରିଥିଲୁ ଏବଂ ସେମାନେ ଆମଠୁ ଅଲଗା ହେଇକି ବଢେଇଛନ୍ତି, ବର୍ତ୍ତମାନ ଆମକୁ ଦିଆଯାଉ। କିନ୍ତୁ ଦେର୍ ଇଜ ନୋ ବେସ୍ ରିଏଲି, ଏମାନେ କରିନାହାନ୍ତି। ଦେଖନ୍ତୁ, ମୂଳ ତ ଇସ୍କନର ପ୍ରଭୁପାଦ, ଏଣୁ କିନ୍ତୁ ପ୍ରଭୁପାଦ ମଧ୍ୟ ମାନୁଛନ୍ତି ଅ, ମାଧବାଚାର୍ଯ୍ୟଙ୍କୁ, ଦ୍ୱୈତ ଦର୍ଶନକୁ, ଦର୍ଶନ ଦୃଷ୍ଟିରୁ ଦେଖିବାକୁ ଗଲେ। ମୁଁ ଏଇଟା କାହିଁକି କହିଲି ଜାଣିଛନ୍ତି? ଏବେ ଯୋଉ ମୁଁ ବର୍ତ୍ତମାନ ପୁରୀ ଆସିଥିଲି 2-3 ଥର, ପୁରୀ ରାଜାଙ୍କର ରେକମେଣ୍ଡେସନରେ ମୋ ନାଁଟା ଦେଇଥିଲେ ଗବେଷଣା ପ୍ରତିଷ୍ଠାନ ଦୃଷ୍ଟିରୁ। ଫିର ମୋଆ ଜଗନ୍ନାଥ ଚିନ୍ତନ ଚେତନ ତରଫରୁ ସେଟା ଟପିକ୍ ଗୋଟେ ଥିଲା ଅଦିନିଆ ରଥଯାତ୍ରା। ପ୍ରାୟ ମୁଁ 35 ମିନିଟ୍ ପ୍ରଥମ ଦିନ କହିଥିଲି। ଆଣ୍ଡ ମାନେ ପ୍ରଥମ ଦିନ ନାହିଁ, ଇଏ ଫାର୍ଷ୍ଟ ଡେ ସେଇଠି ବି ଅଦିନିଆ ରଥଯାତ୍ରା ମୁଁ କହିନି, ମୁଁ ଗଜପତି ମହାରାଜ କହିଥିଲେ। ସେଇଟା ବି ମୁଁ ପଠେଇଥିଲି ଆପଣଙ୍କୁ, ଗ୍ରୁପରେ ଥିବ, ଆପଣ ଦେଖିବେ। 21 ତାରିଖର ଇଏରେ ରାଜାଙ୍କର ଥିଲା। ତ ମୁଁ ଏଥିପାଇଁ କହୁଛି କି ଇଏ ଯୋଉ ଅଦିନିଆ ଯୋଉ ରଥଯାତ୍ରା ବିଷୟରେ ରହିଲା, ସେଇଟା ଆ, ଏମାନେ ହିଁ ଷ୍ଟାର୍ଟ କରିଛନ୍ତି, ବିଶେଷ କରିକି ଇସ୍କନ ଦ୍ୱାରା, ପ୍ରଭୁପାଦ ଦ୍ୱାରା। ଯେତେବେଳେ ସିଏ ସେ ଦେଖିଲେ କି କନଭିନିଏଣ୍ଟ ଟୁ ବିଦେଶ ଫରେନର୍ସ, ତ ଡିସେମ୍ବର 1 ମାସ ଗୋଟେ ବିରାଟ ଥାଏ, ତ ସିଏ ଏକ୍ସମାସକୁ କାଉଣ୍ଟର କରିବା ପାଇଁ ସିଏ କ'ଣ କଲେ, ଏଇ ରଥଯାତ୍ରା ପ୍ରାରମ୍ଭ କରେ ଏବଂ ରଥଯାତ୍ରା ପ୍ରାରମ୍ଭ କରିକି ପ୍ରସିଦ୍ଧ ହେଇଗଲା, ଜଗନ୍ନାଥଙ୍କୁ ଫୋକସ୍ କରେଇଦେଲେ ଏବଂ ଜଗନ୍ନାଥଙ୍କୁ ମେନଲି ଶ୍ରୀକୃଷ୍ଣଙ୍କ ପରେ ଭଗବାନ କହିଲେ। ଲୋକମାନେ ତ ଜାଣିନାହାନ୍ତି, ଇଭେନ୍ ଆମର ଓଡ଼ିଶାର ଲୋକ ବି ଜାଣିନାହାନ୍ତି। ଲୋକ ବି ଭାବନ୍ତି କି ୟେସ୍, ଭଗବାନ କୃଷ୍ଣଙ୍କ ପରେ ଜଗନ୍ନାଥ। ବହୁତ ରିଲ୍ ବି ତିଆରି କରୁଛନ୍ତି। ମମତାଙ୍କ ପାଖକୁ ଆସେ, ମମତା ବି ମୋ ପାଖକୁ ପଠାଏ, ଗଜପତି ମହାରାଜଙ୍କ ପାଖକୁ ପଠାନ୍ତି, ଗଜପତି ମହାରାଜ ବି ଆମ ପାଖକୁ ପଠାନ୍ତି। ଆପଣ ଏଜ୍ ଏ ଷ୍ଟୁଡେଣ୍ଟ ଜାଣିବା ଦରକାର, ଜଗନ୍ନାଥ ମହାପ୍ରଭୁ ପ୍ରାଚୀନ ସତ୍ୟ ଯୁଗର, ଭଗବାନ କୃଷ୍ଣ ତ ଦ୍ୱାପର ଯୁଗରେ ହେଲେ। ଏମିତି କେମିତି ହବ? ଏଇଟା ମୁଁ ବାରମ୍ବାର କହିଛି ମୋତେ। ତେଣୁ ସିଏ ଏଇ ଫିଲୋସଫିକୁ ନେଇକି ବଢେଇଲେ। ଲୋକମାନେ ତ ଜାଣନ୍ତିନି, ସେ ଯାହା ହଉ ଅଦିନିଆ ରଥଯାତ୍ରା ଉପରେ ଥିଲା। ବର୍ତ୍ତମାନ ସେମାନେ ମାନୁନାହାନ୍ତି ମୋତେ। ଗଜପତି ମହାରାଜ ନିଜେ ଦେଲେ ଚିଠି, ତାଙ୍କର ହେଲା ନାଇଁ, ଆମ ଗୁରୁଜୀ ଯାହା କହିଛନ୍ତି ଆମେ କରିବୁ।
ଏମାନେ 97 ପେଜର ଦେଇଛନ୍ତି। ତଥାପି ମୁଁ ଆପଣମାନଙ୍କୁ ଓଡ଼ିଆ ଗ୍ରୁପରେ ପଠେଇଦେବି 97 ପେଜର, ଆପଣ ପଢ଼ିବେ ଗ୍ରୁପରେ। ତ ଆମର ଓଡ଼ିଶାର ଯିଏ ସନ୍ଥ ବିଦ୍ୱାନ ମଣ୍ଡଳୀ ସେମାନେ ଲେଖିକି ଦେଇଛନ୍ତି କି ଶାସ୍ତ୍ର ଅନୁସାରେ ନା, ସେମାନେ ମାନୁନାହାନ୍ତି, ଉଦ୍ଦଣ୍ଡ, ଅଭିମାନୀ, ଜିଦ୍ଦି। ତ ଇଏ ଲକ୍ଷଣ ସେ ଯାହା ହଉ, ଇ ଦର୍ଶନ ଦୃଷ୍ଟିରୁ ମଧ୍ୱାଚାର୍ଯ୍ୟଙ୍କର ଗୌଡ଼ୀୟ ସମ୍ପ୍ରଦାୟ। ଆଉ ଗୋଟେ ହଉଛି ତିନି ଗଲା, ଚାରି ଗଲା ଦେଖିବାକୁ ଗଲେ ଶଙ୍କରାଚାର୍ଯ୍ୟଙ୍କୁ ମିଶେଇଲେ ଶୁଦ୍ଧାଦ୍ୱୈତ, ବ୍ରହ୍ମାଦ୍ୱୈତ ମଧ୍ୟ କହନ୍ତି ବଲ୍ଲଭାଚାର୍ଯ୍ୟଙ୍କର ପୁଷ୍ଟିମାର୍ଗ। ଇଏ ସୁରଦାସ ତାଙ୍କର ଭକ୍ତ ଥିଲେ, ସୁରଦାସ। ଏଣ୍ଡ ଶୈବାଦ୍ୱୈତ କାଶ୍ମୀରରେ ଅଭିନବ ଗୁପ୍ତାଚାର୍ଯ୍ୟ ଥିଲେ। ତ ବସୁଗୁପ୍ତ ଏଣ୍ଡ ପାଶୁପତ୍ୟ ଦର୍ଶନ, ପ୍ରତ୍ୟଭିଜ୍ଞା ଦର୍ଶନ, କାଶ୍ମୀର ଶୈବ ମାନାଯାଏ। ଏମିତି 6 ବେଦାନ୍ତକୁ ସ୍ୱୀକାର କରିବା ପାଇଁ ଦର୍ଶନ। ଆଉ ଥରେ ଅଦ୍ୱୈତ ଦର୍ଶନ ଶଙ୍କରାଚାର୍ଯ୍ୟ, ବିଶିଷ୍ଟାଦ୍ୱୈତ ରାମାନୁଜାଚାର୍ଯ୍ୟ, ଦ୍ୱୈତାଦ୍ୱୈତ ନିମ୍ବାକାଚାର୍ଯ୍ୟ, ଦ୍ୱୈତ ଦର୍ଶନ ମାଧବାଚାର୍ଯ୍ୟ, ଶୁଦ୍ଧାଦ୍ୱୈତ ବା ବ୍ରହ୍ମାଦ୍ୱୈତ ବଲ୍ଲଭାଚାର୍ଯ୍ୟ, ପୁଷ୍ଟିମାର୍ଗ ଯେ ସୁରଦାସ ଯୋଉ ଅନୁୟାୟୀ ଥିଲେ, ଶୈବ ଶୈବାଦ୍ୱୈତ କାଶ୍ମୀରରେ ଯୋଉଟା କି ହେଇଥିଲା ଅଭିନବ ଗୁପ୍ତାଚାର୍ଯ୍ୟ, ବସୁଗୁପ୍ତ, ପାଶୁପତ୍ୟ ଆଦି। ତ ଏମିତି ବର୍ଣ୍ଣନ ରହିଛି। ଏମାନେ ଯୋଉ ଆତ୍ମା ଅଣୁ, ଏ ଅଣୁ ଅନ୍ତରାଳ କହୁଛନ୍ତି ବୈଷ୍ଣବ ମାନେ, ଏଇମାନେ ସବୁ ମାନନ୍ତି। ତ 79ରେ ଆମେ ଦେଖିଲେ कि अंतरालाः अणु वदन्ति सूक्ष्म नाड़ी प्रचारतः। सूक्ष्म नाड़ी से प्रचार होଉଛି, प्रचार माने विस्तारित होଉଛି। ଦେଖନ୍ତୁ ଉପନିଷଦରେ ଯୋଉ ଅଣୁ କହୁଛନ୍ତି ଏବଂ ଏମାନେ ଯୋଉ ଅଣୁ ମାନୁଛନ୍ତି ଏବଂ ଅଣୁର ଯୋଉ ଲକ୍ଷଣ ଏବଂ ମାନୁଛନ୍ତି ଟିକେ ଅଲଗା ଅଲଗା ହେଇଗଲା। ଉପନିଷଦର ଅଣୁ ସୂକ୍ଷ୍ମ, ଏମାନେ କହୁଛନ୍ତି ସୂକ୍ଷ୍ମ ସହିତ ବୁଲୁଛି ସିଏ। ଯେମିତି ମୁଁ କହିଥିଲି ଗୋଟେ ଘରର ଖିଡକିରେ ଯୋଉ ଧୂଳିକଣା ଆସେନି, ତ ଧୂଳିକଣା କଣ ହଉଛି, ଚାଲିଲା ଭଳିଆ ଲାଗୁଛି। ସେମିତି ଇଏ ଆତ୍ମା, ଇଏ ଚାଲିଲା ଭଳିଆ ଲାଗୁଛି। ଏମିତି ସେଥିପାଇଁ କୁହାଗଲା। ତ ଏଇଟା ଆପଣ ଜାଣିବା ଦରକାର ବୋଲି କହିଲେ। ତ ସେ ଯାହା ହଉ, ଇଏ ଗୋଟେ ଅଣୁ ସୂକ୍ଷ୍ମରେ। ଏବଂ ଉପନିଷଦରେ ଶ୍ଵେତାଶ୍ଵେତର ଉପନିଷଦରେ ବି ଅଛି କି ଆତ୍ମା କେମିତିଆ, ଗୋଟେ ବାଳ, ବାଳ ଯୋଉଟା ନାଇଁ, ବାଳର କେତେ ସୂକ୍ଷ୍ମ, ତାକୁ ଯଦି 1000 ଭାଗ କରିବ, ସେମିତି ସୂକ୍ଷ୍ମ ନାଡିରେ ଇଏ ବିଚରଣ କରେ। 79 ଦେଖିବାକୁ ଗଲେ ତାକୁ ବର୍ଣ୍ଣନ ରହିଛି, ଅନ୍ତ ଶରୀର ମଧ୍ୟ ଭବତି ଇତି ଅନ୍ତରଃ ସୂକ୍ଷ୍ମ ନାଡି ପ୍ରଚାର। ଶରୀରରେ ଭିତର ଭାଗରେ ଅନ୍ତରକୁ ସୂକ୍ଷ୍ମ ନାଡି ପ୍ରଚାର କହନ୍ତି। ତମେବା ଅଣୁର୍ବା ହେତତ୍ୱେନ ଲାନ୍ତି ଅଙ୍ଗୀକୁର୍वन्ति ଇତି ଅନ୍ତରାଲାଃ। ଲାନ୍ତି ଅଙ୍ଗୀକୁର୍वन्ति ଇତି ଅନ୍ତରାଲା ମାନେ ଅଣୁକୁ ହେତୁ ରୂପରେ ସ୍ୱୀକାର କରିବାରୁ ରାମାନୁଜ, ମଧ୍ୱ ଆଦି ବୈଷ୍ଣବ ଲୋକଙ୍କୁ ଅନ୍ତରାଲ କୁହାଯାଇଛି। ସୂକ୍ଷ୍ମ ନାଡିରେ ପ୍ରଚାର ଆବାଗମନ କରନ୍ତି, ଏଇଟା ହେଲା କୁହାଗଲା। ଏ କଥାଟା ବେଦାନ୍ତ ମାନୁନି। ବେଦାନ୍ତ ଏମିତି ଆବାଗମନ କରୁଛି, କଣ ଆବାଗମନ କରୁଛି ର ଅର୍ଥ ହଉଛି ଯୋଉଠି ଅଛି ସେଇଠି ଅଛି, ହଁ, ଆଉ ଯୋଉଠି ନାହିଁ ସେଇଠିକି ଯିବ। ଆବାଗମନ ତେବେ ହିଁ ସମ୍ଭବ ନା। ତାମାନେ ଫେର ଆତ୍ମା ସର୍ବବ୍ୟାପୀ ହେଲାନି। ଫେର ପରମାତ୍ମାକୁ ସର୍ବବ୍ୟାପୀ ଯେତେବେଳେ କୁହାଗଲା, ସର୍ବଗତଃ ସର୍ବବ୍ୟାପୀ, ସେଟାକୁ କେମିତି ଦେଖିବେ? आत्मा तो एक देश व्यापी है। तो ये अंतराल शब्द, ये सूक्ष्म नाड़ी प्रचार कटिଯିବ। तो आमे माने मध्य एगेन डिमेरिट कले परमात्मा को गोटे जगार कले, एक देश व्यापी कराई देले, ସେମିତି କଥା ନା। ହଁ, ତ ଏବଂ ବିଜ୍ଞାନରେ ଯଥା ସ୍ମଲେଷ୍ଟ ପାର୍ଟିକଲ କୁହାଯାଏନି, ପରମାଣୁ, ତ ସେଇ ଦୃଷ୍ଟିରେ ଏମାନେ ମାନୁଛନ୍ତି। ଆଚ୍ଛା, ଏମାନେ ଏମାନଙ୍କର ଯୋଉ ଶ୍ଲୋକ ମଧ୍ୟ ଅନେକ ରହିଛି, ପ୍ରମାଣ ପ୍ରସ୍ତୁତ କରୁଛନ୍ତି। ଶ୍ଵେତାଶ୍ଵେତର, କଠ ଉପନିଷଦ, ମୁଣ୍ଡକ ଉପନିଷଦ ଆଦି। ତ 80 ଶ୍ଲୋକରେ ବର୍ତ୍ତମାନ ଆମେ ଦେଖିବା ହେଲା। ଅଣୁରଣୀୟାନ ଏଷୋ ଅଣୁଃ
अणोरणीयानि सूणुः सूक्ष्मात् सूक्ष्मतरन्ति ते। सूक्ष्मात् सूक्ष्मतरं तु ते। अणत्वमाहु श्रुतय शत शोथ सहस्रशः। अणुत्तमाहु श्रुतय सत सोऽथ सहस्रशः। ये आत्मा न अणुरु अणु ଦେଖ ତମ ଉପନିଷଦରେ ଏମାନେ ଏମିତି ନାସ୍ତିକବାଦ ଏମାନେ। ହଁ ଯଦି ଆମେ ବୈଷ୍ଣବ ସମ୍ପ୍ରଦାୟକୁ ଦେଖିବା, ରାମାନୁଜାଚାର୍ଯ୍ୟ ମଧ୍ୱାଚାର୍ଯ୍ୟ ଏମାନେ ଆସ୍ତିକ, ବେଦକୁ ସ୍ୱୀକାର କରନ୍ତି। ତେଣୁ ତାଙ୍କରି ଟପିକଟା ଅଛି। ଜୈନ ଧର୍ମଟା ଏବେ ପରେ ଆସିବ। ଓକେ, ତ ସେଇ ଦୃଷ୍ଟିରୁ ଦେଖ ଆମ ଉପନିଷଦରେ ଅଛି, ସେମାନେ ବି କହିବେ ନା ଆମ ଉପନିଷଦରେ ଅଛି। ତ आत्मा अणु से भी अणु अणु। सूक्ष्म भी सूक्ष्मतर। अणो हणियान महतो महीयान कठोपनिषद अच्छी। श्वेत श्वेतर उपनिषद भी अच्छी। अणो हणियान मुंडक उपनिषद भी अच्छी। एषो अणुरात्मा चेतसा वेदितव्यः। ये जो अणु आत्मा को चेतसा वेदितव्य, अंतःकरण मन द्वारा जानी हुए। अणियान ब्रीहे यवाद्वा छांदोग्य उपनिषद भी। तो आराग्र मात्रो यवरूपी दृष्ट श्वेता श्वेत्र उपनिषद भी अच्छी। श्रुति रे अणु परिमाण वाला कहगला। तो एणु तुम मना कौन करछ? देखो आउरी भी प्रमाण अच्छे। श्वेता श्वेत्र फुल श्लोक दे दौरान। अच्छा, 5 अध्याय 9 नंबर श्लोक एवं 81 रे। बालाग्र शतभागस्य बालाग्रशतभागस्य शतधा कल्पितस्य च शतधा कल्पितस्य च भागो जीवस्य विज्ञेय भागो जीवस्य विज्ञेय इति चाह पराश्रुतिः। इति चाह पराश्रुतिः। कହୁଛନ୍ତି ଦେଖ ବାବା, ମୁଁ ବୁଝଉଛି। କଣ ବୁଝାଉଛନ୍ତି कि बालाग्र शतभागस्य शतधा कल्पितस्य भागः सजीव विज्ञेयः इति च अपरा श्रुत्याः। सौ भागରୁ ବିଭକ୍ତ ହେଇଥିବ। କୋଷର ଅଗ୍ରଭାଗର ଯୋଉ ସौ ଭାଗ ଅଛି ସେଇ ଜୀବକୁ ବରାବର ଜାଣିବା ଦରକାର। ଇଏ ଶ୍ରୁତି କହୁଛନ୍ତି। ଅନ୍ୟ ଶ୍ରୁତି ମୁଁ ଶ୍ଵେତା ଶ୍ଵେତର ଉପନିଷଦର ଶ୍ଲୋକଟାକୁ ବୁଝଉଛି। 5 ନମ୍ବରର 9 ନମ୍ବର 5 ଅଧ୍ୟାୟ श्वेता श्वेतर 5 अध्यायर 9 नंबर रे। हाँ, बालाग्र शतभागस्य शतधा कल्पितस्य च भागो जीवस्य विज्ञेय स च अनंत्याय कल्पते। ये विज्ञेयते इति चाह प्रसृति कर देले, चाह अनंताय कल्पते आउ लिखलेनी। मेनली कौन कि बाळटा बहुत सूक्ष्म थाए ना, पतला मध्य धरी भी हुएनी। सूताटा तो धरी हुए, बाळटा को धरी हुए नहीं। ठीक है, बहुत सूक्ष्म। ताकू स्वभाग करिव कौन हो? सूक्ष्म अणु, सूक्ष्म से। तो एमिति आत्मा विषय, हालांकि सेठी जीवात्मा विषय कहते। जीव को एमती जानिब सूक्ष्म से, आत्मा ही। एंड ଯିଏ ଜାଣେ, ଏଠି କହୁଛନ୍ତି ଚାହ ପରା ଅପରା ଶ୍ରୁତି। ଅନ୍ୟ ଶ୍ରୁତିରେ ବି କୁହାଯାଇଛି। ଅନ୍ୟ ଶ୍ରୁତି କାହିଁ କହିଲେ? କାରଣ ଅନ୍ୟାନ୍ୟ ସବୁ ମୁଣ୍ଡକ କଠ ଉପନିଷଦ କହିଥିଲେ 80ରେ। ତେଣୁ ଏକାଶରେ କହିଲେ କି ଅନ୍ୟ ଶ୍ରୁତି। ଓକେ, ଇଏ କୁହାଗଲା। ତ ଏଣୁ ସରିଲା। ଓକେ, ବର୍ତ୍ତମାନ ମଧ୍ୟମ ପରିମାଣ ଅର୍ଥାତ୍ ଜୈନ ଧର୍ମ। जैन धर्म मध्यम परिमाण 82 श्लोक देखिवा। एटा टिके लागिवो 2-3टा
ଶ୍ଲୋକରେ ବୁଝଉଛନ୍ତି 82 ଦିଗମ୍ବରା ମଧ୍ୟମତ୍ୱମ୍ दिगम्बरा मध्यमत्वम् आहुरापादमस्तकम् आहुरापादमस्तकम् चैतन्य व्याप्ति संदृष्टेः चैतन्य व्याप्तिसन्तुष्टेः आनखाग्रम श्रुतेरपि आनखाग्रश्रुतेरपि କହୁଛନ୍ତି ଗୋଡରୁ ନେଇକି ମୁଣ୍ଡ ପର୍ଯ୍ୟନ୍ତ ଚୈତନ୍ୟ ଆତ୍ମାର ବ୍ୟାପକତା ଦେଖିଲେ और ଆନଖାଗ୍ର ଏଇ ଶ୍ରୁତି ମଧ୍ୟ ବର୍ଣ୍ଣନା ଅଛି। ତ ଜୈନ ଧର୍ମ ବାଲାଙ୍କୁ ପଚାରେ ଆରେ ବାବା ତମେ ତ ଶ୍ରୁତିକୁ ମାନୁନ ତମ ନାସ୍ତିକ ନାସ୍ତିକ ଦର୍ଶନ ଯିଏ ବେଦକୁ ସ୍ୱୀକାର କରୁନି ତମେ କଣ ଶ୍ରୁତିର ଏକ୍ଜାମ୍ପଲ ଦଉଛ? ସେ କହୁଛନ୍ତି ନାଇଁ ତମେ ମାନୁଛ ନା। ହଁ ତମକୁ ଏକ୍ଜାମ୍ପଲ ଦଉଛି ଆମ ପାଇଁ ନୁହଁ। ତମେ ଶ୍ରୁତିକୁ ମାନୁଛ ତମ ଶ୍ରୁତିରେ ଅଛି ଏମିତିଆ କଥା। ଆଚ୍ଛା ସେଇ ଦୃଷ୍ଟିରୁ ଓକେ ବର୍ତ୍ତମାନ ଟିକେ ଜୈନ ଦର୍ଶନ ବିଷୟରେ ଟିକେ ଜାଣିବା। ସେମାନେ କଣ କହୁଛନ୍ତି ଗୋଡରୁ ମୁଣ୍ଡ ପର୍ଯ୍ୟନ୍ତ ଯେ ଚେତନ ଆତ୍ମା व्यापकता ରହିଛି आनखाग्र। तो दिगंबर जैन लोगों ने आत्मा को मध्यम परिमाण शरीर दृष्टि आत्मा मेनली बेसिक जानतो चिंटी छोट तो आत्मा मध्य सेमती छोट हाथी बड़ आत्मा मध्य सेमती बड़। भुवनेश्वर पाखरे चंदुआ गोटे टाइगर रिजोर्ट अच्छी ମୁଁ 22 ତାରିଖ ନା 21 ତାରିଖ ରାତିରେ ମୁଁ ଯାଇକି ସେଠି ରହିଲି ପ୍ରୋଗ୍ରାମ ପରେ ଦେଖିଲୁ ମଧ୍ୟ ମୁଁ ଗ୍ରୁପରେ ବୋଧେ ଛାଡ଼ିଥିବି କିଛି କିଛି ଫଟୋ ହାତୀ ମାନଙ୍କର ରେସ୍କ୍ୟୁ ହଉଛି ଯୋଉ ହାତୀ ତଳେ ପଡି ଯାଉଛନ୍ତି ଟ୍ରେନରେ ମାଡ଼ ଖାଇ ଯାଉଛନ୍ତି ମା ମରି ଯାଉଛନ୍ତି ତ ସେମାନେ ରଖୁଛନ୍ତି। ଗଭର୍ଣମେଣ୍ଟ ବହୁତ ଖର୍ଚ୍ଚ କରୁଛି ଦେଖିବାକୁ ଗଲେ। ସେ ଯୋଉ ଲାକ୍ଟୋଜେନ ଆଦି କଣ କଣ ସବୁ ଦଉଛନ୍ତି କ୍ଷୀର ଏଇ ହାତୀ ମାନଙ୍କ ପାଇଁ ପର ମନ୍ଥ 1 ଲାଖ ଖର୍ଚ୍ଚ ହେଇଯାଉଛି। ଦେବାକୁ ପଡିବ। ଇଏ ମଧ୍ୟ ଗୋଟେ ସମ୍ପତ୍ତି ଆମର ଭାରତ ବର୍ଷର ଜଙ୍ଗଲର ଧୀରେ ଧୀରେ ସବୁ ମରୁଛନ୍ତି। ତ ସେ ଯାହା ହଉ ହାତୀର ଆତ୍ମା ବଡ ଚିଣ୍ଟିର ଆତ୍ମା ଛୋଟ ଆମ ମାନଙ୍କର ଆତ୍ମା ମଧ୍ୟ ସେମିତିଆ ଯିଏ ଯେମିତିଆ ଶରୀର ନେଇକି ସେମିତି। ଚାଲନ୍ତୁ ଏଇ ଜୈନ ଧର୍ମ ବିଷୟରେ ଟିକେ ବିଚାର କରିବା। ମୁଁ ଥୋड़ा ଅଳ୍ପ ବି କରିବି ଫେର କାଢି ଦେବି ହେଲା। ଫାର୍ଷ୍ଟ ହଉଛି ଜୈନ ଶବ୍ଦ କେମିତି ଆସିଲା ନା ଜିନ ଶବ୍ଦରୁ ଆସିଲା। ଜିନ ମାନେ ଜିତ ବିଜୟୀ ଅର୍ଥାତ୍ ରାଗ ଦ୍ୱେଷ ଆଦିକୁ ଯିଏ ବିଜୟ ପ୍ରାପ୍ତ କରୁଛନ୍ତି ଯେ ବିତ ରାଗ ସିଏ ହଉଛନ୍ତି ଜୈନ। ଜୈନ ନିଜର ଧର୍ମ ପ୍ରଚାର ସିଦ୍ଧଙ୍କୁ ତୀର୍ଥଙ୍କର କହନ୍ତି। ଯିଏ ଧର୍ମ ପ୍ରଚାର କରନ୍ତି ଏବଂ ଯିଏ ସିଦ୍ଧ ପାଇଛନ୍ତି ତୀର୍ଥଙ୍କର ଏବଂ କୁହାଯାଏ ସଂଖ୍ୟା 24 ତୀର୍ଥଙ୍କର ଅଛନ୍ତି। ଆଚ୍ଛା अब ଏମିତି ସବୁ ଡିଟେଲ ପଢିଲେ ଟିକେ ବୋରିଂ ଲାଗିପାରେ ଆପଣଙ୍କୁ କିନ୍ତୁ ଜାଣିବା ଏଇ ବାହାନାରେ ସେତେବେଳେ ତ ଷ୍ଟାର୍ଟିଂରେ ଅଳ୍ପ ଜାଣିଥିଲେ ହେଲା ତ ବର୍ତ୍ତମାନ ଟିକେ ବେଶୀ ଜାଣିବେ। ତ ଅ, ଯୋଉ ଜୈନ ଦର୍ଶନରେ ବା ଧର୍ମରେ କୁହନ୍ତୁ ଦର୍ଶନ ହୁଅନ୍ତୁ ଧର୍ମ କୁହନ୍ତୁ ଏଇଠି ଉଁ, ପ୍ରଥମେ ହଉଛନ୍ତି ଋଷଭ ଦେବ। ऋषभ देव जो ऋषभ देव भागवत रे वर्णन अच्छी पंचम स्कंदरे है ना ऋषभ देव को विषय ये भगवान को अवतार माना जाए। तो सी होचंदी प्रथम तीर्थंकर भागवत रे जेमती वर्णन अच्छी उलग्न है कि अपना 100टा पुत्र थिले
ଭରତ ହଉଛନ୍ତି ତାଙ୍କର ବଡ଼ ପୁତ୍ର। ତାଙ୍କୁ ଜ୍ଞାନ ଦେଇଗଲା ପରେ ସେ ଅଁ, ବାକି 9 ଜଣ ସନ୍ନ୍ୟାସୀ ହେଇଗଲେ। 9 ଜଣଙ୍କୁ ବ୍ରାହ୍ମଣ ମାନେ ରାଜା କରେଇଦେଲେ ନବଦ୍ୱୀପ। ତାପରେ 81 ଜଣଙ୍କୁ ବ୍ରାହ୍ମଣ କରାଇଲେ ଏବଂ ବିଠୋର ଯୋଉ କାନପୁର ପାଖରେ ଗୋଟେ ବ୍ରହ୍ମସତ୍ର କରାଇଲେ। ପ୍ରବଚନ ଦେଇକି ସେ ଛାଡ଼ି ଦେଇକି ଚାଲିଗଲେ। ତାପରେ ଦକ୍ଷିଣ ଆଡ଼କୁ ଆସିଗଲେ। ତେଣୁ ଜୈନ ଧର୍ମର ବି ଦକ୍ଷିଣ ବହୁତ କନେକ୍ସନ ଅଛି। ମହାବଲେଶ୍ୱରମ ଆଦି ବଡ଼ ବଡ଼ ଯୋଉ ଜୈନ ତୀର୍ଥଙ୍କର ମୂର୍ତ୍ତି ବି ରହିଛି। ତ ତାପରେ ଇଏ ଜୈନ ଧର୍ମ ତାଙ୍କୁ ଆଦିନାଥ କୁହାଯାଏ। ଏମାନେ ଜୈନ ଧର୍ମର ଆଦିନାଥ, ଆମମାନେ ଋଷଭ ଦେବ କୁହନ୍ତି, ଏମାନେ ମଧ୍ୟ ଋଷଭ ଦେବ କୁହନ୍ତି। ତ ଯୋଉ ତୀର୍ଥଙ୍କର ଅଛି ନା, ଆପଣ ଦେଖିବେ 24ଟା ତୀର୍ଥଙ୍କର ଜୈନ ଧର୍ମ ଯଦି ଯିବେ ନିଶ୍ଚୟ 24ଟା ମୂର୍ତ୍ତି ଥିବ, ଲେଖା ହେଇଥିବ ମଧ୍ୟ। ଆଦିନାଥ ମାନେ ଋଷଭ ଦେବ। ବର୍ତ୍ତମାନ ମୁଁ ଗଣେଇ ଦଉଛି। ଆଦିନାଥ 1, ଅଜିତନାଥ 2, ସମ୍ଭବନାଥ 3, ଅଭିନନ୍ଦନ 4, ସୁମତିନାଥ 5, ପଦ୍ମପ୍ରଭୁ 6, ସୁପାର୍ଶ୍ୱନାଥ 7, ଚନ୍ଦ୍ରପ୍ରଭ 8, सुविघ्नाथ 9, शीतलनाथ 10, श्रेयसनाथ 11, वासुपूज्य 12, विमलनाथ 13, अनंतनाथ 14, धर्मनाथ 15, शांतिनाथ 16, कुंथुनाथ 17, अरनाथ 18, मल्लीनाथ 19, मुनीश सुब्रत 20, नाभिनाथ 21, नेमिनाथ 22, पार्श्वनाथ 23। पार्श्वनाथ भी सर टिके टिके ଜାଣିଥିବେ। ଏବଂ ଅନ୍ତିମ ହେଉଛନ୍ତି ମହାବୀର। ତ ମହାବୀରଙ୍କ ଜନ୍ମ ବିଷୟରେ ମଧ୍ୟ କୁହାଯାଏ। ହୁଁ? ତ ମହାବୀର ଇଏ ହେଉଛନ୍ତି ଛଟି ପୂର୍ବରୁ ଯଦି ଖ୍ରୀଷ୍ଟାବ୍ଦ କରିବା। ଆଣ୍ଡ ମାନେ ମହାତ୍ମା ବୁଦ୍ଧଙ୍କ ସମୟରେ ମହାବୀରଙ୍କ ଉଲ୍ଲେଖ ବୌଦ୍ଧ ନିକାୟ ବୋଲି ଗୋଟେ ଗ୍ରନ୍ଥ ଅଛି, ନିଗଣ୍ଠ ନାଥପତ୍ର ଅର୍ଥାତ୍ ନିର୍ଗ୍ରନ୍ଥ ଜ୍ଞାତ୍ରପତ୍ର ନାମରେ ପ୍ରସିଦ୍ଧ। ଜ୍ଞାତୃ କ୍ଷତ୍ରିୟ କୁଳରେ ସେ ଜନ୍ମ ହେଇଥିଲେ। ନିର୍ଗ୍ରନ୍ଥ ମାନେ କୌଣସି ଆଉ ଗ୍ରନ୍ଥିକୁ ବାନ୍ଧି ନାହାନ୍ତି, ସବୁ ଗାଣ୍ଠ ଖୋଲି ଯାଇଛି ତାଙ୍କର। ରାଗ ଦେଶରୁ ମୁକ୍ତ ହେଇଛନ୍ତି, ବିତ ରାଗ, ସେଥିପାଇଁ ମହାବୀର କୁହାଯାଏ। ଏବଂ ସିଦ୍ଧ ପୁରୁଷଙ୍କୁ ଅର୍ହତ ମଧ୍ୟ କୁହାଯାଏ। ये जो जैन धर्म दो संप्रदाय उत्पन्न ହେଇଗଲା, श्वेतांबर दिगंबर। ବିଜି ସଂଘ ଗଣରାଜ୍ୟ ସିଦ୍ଧାର୍ଥ ପୁତ୍ର ଥିଲେ, ଗଣରାଜ୍ୟ ରାଜା ଥିଲେ ଚୈତ୍ର ତ୍ରୟୋଦଶୀ ଦିନ। ବିମ୍ବିସାର ଜଣେ ରାଜା ଥିଲେ, ଜାଣିଥିବେ, ଅଜାତ ଶତ୍ରୁ ତାଙ୍କର ପୁତ୍ର, ସେ ସମକାଳୀନ ଥିଲେ। ଆଣ୍ଡ ମାତା ଥିଲେ ତ୍ରିଶଲା ଲିଚ୍ଛବି କୁମାରୀ, ରାଜା ଚେଟକ ତାଙ୍କର ବେହେନ ଥିଲେ। ଏବଂ ପତ୍ନୀ ଯଶୋଦା, ପୁତ୍ରୀ ପ୍ରିୟଦର୍ଶନା ଥିଲେ। 13 ବର୍ଷ ସାଧନା କରିଥିଲେ ସେ ଜାମ୍ଭବୀ ଗ୍ରାମରେ, ରୁଜୁପଲ୍ଲିକା ନଦୀ ପାଖରେ ଶାଲ ବୃକ୍ଷରେ କୈବଲ୍ୟ ପ୍ରାପ୍ତ କରିଥିଲେ, ଅରହନ୍ତ। 72 ବର୍ଷ ପର୍ଯ୍ୟନ୍ତ ସେ ରହିଥିଲେ। ପାବାପୁରୀ ଯୋଉ ନାହିଁ, ସେଇ ପ୍ରଥମ ଶିଷ୍ୟ ଥିଲେ। ଚମ୍ପା ରାଜା ପୁତ୍ରୀ ପଦ୍ମାବତୀ। ଅଶଙ୍କର ଯୋଉ ପୁତ୍ର ସିଏ ମଧ୍ୟ ଥିଲେ, ସଂଘ ସୁଧର୍ମନ, ଏମିତି ସବୁ ବର୍ଣ୍ଣନ ଅଛି। ପାରସନାଥ ପାବାପୁରୀରେ, ମଥୁରା ଜୈନ ସ୍ତୂପ, ଏଲୋରାରେ ଇନ୍ଦ୍ରସଭା, ଉଦୟଗିରିରେ ରାହର ସୁକ୍ତ, ରାଜସ୍ଥାନର ଦିତିବାଡ଼ାରେ ବହୁତ ପ୍ରସିଦ୍ଧ, ଗୁଜରାଟରେ ମଧ୍ୟ ପାହାଡ଼ ଉପରେ ବର୍ଣ୍ଣନ ରହିଛି। ତ ଏସବୁ ଜୈନ ଧର୍ମ ବିଷୟରେ ଆମମାନେ ଟିକେ ଦେଖିଲେ। କାଲି ମୁଁ ଶ୍ଵେତାମ୍ବର ଆଣ୍ଡ ଦିଗମ୍ବର କଥା ବୁଝେଇବି। ଶ୍ଵେତାମ୍ବର ଦିଗମ୍ବର ଟିକେ କଠିନ, ମାନେ ସବୁବେଳେ ଦିଗମ୍ବର କଥା ମଧ୍ୟ ଏମିତି ଅଛି କି ଥରେ ମହାବୀର ଯାଉଥିଲେ, ତାଙ୍କର ବସ୍ତ୍ର ଆବଶ୍ୟକତା ପଡ଼ିଲାନି, ଛାଡ଼ିଦେଲେ। ସେ ଆଉ କୋଉଠି କହେ ଯେ କଣ୍ଟାରେ ବାଜିଗଲା, ଜଙ୍ଗଲରେ ଯାଉଥିଲେ, ନିଶ୍ଚୟ ଜଙ୍ଗଲରେ କଣ୍ଟା ବାଜିଗଲା, ବସ୍ତ୍ରଟା ଗଲା, ଭାବିଲେ ବୋଧେ ଆଉ ଆବଶ୍ୟକତା ନାହିଁ। ସେଦିନଠୁ ମହାବୀର ମଧ୍ୟ ଦିଗମ୍ବର ହେଇକି ରହିଲେ। ସେଥିପାଇଁ ଦିଗମ୍ବର ଆଣ୍ଡ ଜୈନମ୍ବର ହେଲେ ଶ୍ଵେତାମ୍ବର।
कि ନାଇଁ ନାଇଁ ସମାଜରେ ଯେତେବେଳେ ରହିବାକୁ ପଡ଼ିବ ଶ୍ଵେତ ବସ୍ତ୍ର ଧାରଣ କରିବାକୁ ପଡ଼ିବ, ମୁଖ୍ୟତଃ ଶ୍ଵେତାମ୍ବରରେ ଆମେ ଦେଖୁଛୁ। ଦିଗମ୍ବର ମାନଙ୍କ ପାଇଁ ମହାବ୍ରତ ଅଛି, ଆଉ ଶ୍ଵେତାମ୍ବର ଯେଉଁମାନେ ଟିକେ ଅଛନ୍ତି ଅଣୁବ୍ରତ ବା ଏମିତି କହିବା, ଯୋଉ ତାଙ୍କର ଜୈନ ଧର୍ମ ମାନେ ଯୋଉ ସନ୍ନ୍ୟାସୀ ମାନଙ୍କ ପାଇଁ ମହାବ୍ରତ ପାଳନ, ଆଉ ଯୋଉ ଗୃହସ୍ଥ ମାନଙ୍କ ପାଇଁ ଅଣୁବ୍ରତ। କିନ୍ତୁ ଗୃହସ୍ଥ ମାନେ ଅ, ଶ୍ଵେତାମ୍ବର ଧରି ଆବଶ୍ୟକ ଧାରଣା ନାହିଁ, ଯେ କୌଣସି ଡ୍ରେସ୍ ବି ପିନ୍ଧି ପାରିବେ। ଏସବୁ ବର୍ଣ୍ଣନା ଅଛି। ଆଉ ଡିଟେଲ କାଲି ଦେଖିବା, ଆଜି ବହୁତ ହେଇଗଲା। ଓକେ, ତ ହରିଓମ। ମୁଁ ଏଥିପାଇଁ କହୁଛି କି ବର୍ଣ୍ଣନା ଏଇ ବାହାନାରେ ଆମେ କିଛି ଜାଣି ବି ପାରିବା। ଫେର ଆଗେ ବଢିବା, ସେମାନେ କଣ କହୁଛନ୍ତି ତାଙ୍କର ଦର୍ଶନ ବିଷୟରେ।